ପିଲାମାନେ ସମସ୍ତଙ୍କୁ ସ୍ୱାଗତ ଆମର SM ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ପିଲାମାନେ ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024 ତମାନଙ୍କର ଯେଉଁଟାକି ତୁମେ କହିପାରିବ SA2 ପିଲାମାନେ। ତ SA2 ପାଇଁ ପିଲାମାନେ ଆଜି ଆମେ ରିଏଲ୍ କ୍ୱେଶ୍ଚନ୍ଟିଏ ନେଇକରି ଆସିଛନ୍ତି। ବୁଝିପାରୁଛ? ସମସ୍ତଙ୍କୁ କହିବି ସର୍ବପ୍ରଥମେ ଆମ SM ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାଅ ଏବେ ସବସ୍କ୍ରାଇବ୍ କରିଦିଅ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ। ଆଉ ପିଲାମାନେ ମନେ ରଖ, ଗୋଟିଏ ଲେଖେ ସେୟାର କରିଦେବ ତୁମ ସାଙ୍ଗମାନଙ୍କୁ ଯେଉଁମାନେ ତୁମମାନଙ୍କର ଚତୁର୍ଥ ଶ୍ରେଣୀର ଓଡ଼ିଆ କ୍ୱେଶ୍ଚନ୍ ପାଇନାହାନ୍ତି। ସମସ୍ତେ କ୍ଲିୟର ହେଇଗଲେ। ଦେଖ ତୁମମାନଙ୍କର ଏଠି ତୁମମାନଙ୍କର ଶ୍ରେଣୀ ଚତୁର୍ଥ, ଏଠି ତୁମମାନଙ୍କର ଟାଇମ୍ ପିଲାମାନେ ଶ୍ରେଣୀ ଚତୁର୍ଥ, ଏଠି ବିଷୟ ପିଲାମାନେ ଓଡ଼ିଆ ରହିବ। ବୁଝିପାରୁଛ? ତାପରେ ପିଲାମାନେ ଶିକ୍ଷାର୍ଥୀଙ୍କ ନାମ ତୁମର ଯାହା ବି ନାମ ଅଛି ଏଇ ଜାଗାରେ ତୁମେ ଲେଖିବ। ତୁମର ଯାହା ବି ନାମ ଅଛି ନେମ୍ ଅଛି ତୁମେ ଏଇ ଜାଗାରେ ଲେଖିବ। ବୁଝିପାରୁଛ କି? ଏଠି ପିଲାମାନେ ପଚାରିବେ ଯେ ଆମେ ଓଡ଼ିଆରେ ଲେଖିବୁ ନା ଇଂଲିଶରେ ଲେଖିବି। ପିଲାମାନେ ତୁମ ଉପରେ ଡିପେଣ୍ଡ କରେ, ତୁମେ ଏଠି ଓଡ଼ିଆ ଲେଖିଲେ ବି ଚଳିବ, ଇଂଲିଶରେ ଲେଖିଲେ ବି ଚଳିବ। ବୁଝିପାରୁଛ? ମୋ ହିସାବରେ ତୁମେ ଯଦି ଓଡ଼ିଆ ଲେଖୁଛ, ଓଡ଼ିଆ ଭାଷା ଅଛି ତାହେଲେ ବେଟର ରହିବ। ସମସ୍ତେ କ୍ଲିୟର ହେଉଛ କି? ତାପରେ ପିଲାମାନେ ରୋଲ୍ ନମ୍ବର, ତୁମମାନେ ରୋଲ୍ ନମ୍ବର ଯାହା ବି ଥିବ ତୁମେ ରୋଲ୍ ନମ୍ବର ଏଇ ଜାଗାରେ ଲେଖିବ। ବୁଝିପାରିଲ? ତୁମମାନଙ୍କର ବିଭାଗ ପିଲାମାନେ ବିଭାଗ ଯାହା ବି ଥିବ ଏଇ ଜାଗାରେ ଫିଲ୍ଅପ୍ କରିବ। ତାପରେ ତାରିଖ ପିଲାମାନେ ଡେଟ୍ ତୁମମାନଙ୍କର ଯାହା ବି ଥିବ ଏଇ ଜାଗାରେ ଲେଖିବ। ବୁଝିପାରିଲ? ବିଦ୍ୟାଳୟର ନାମ ପିଲାମାନେ ତୁମ ବିଦ୍ୟାଳୟର ନାମ, ତୁମ ସ୍କୁଲର ନାମ, ତୁମେ ଯେଉଁ ସ୍କୁଲରେ ପଢ଼ୁଛ ସେଇ ସ୍କୁଲର ନାମ ଏଇ ଜାଗାରେ ଲେଖିବାର ଅଛି। କ୍ଲିୟର ହେଲ? ତାପରେ ପିଲାମାନେ ବ୍ଲକ ଜିଲ୍ଲା ତୁମମାନଙ୍କର ଯାହା ବି ହେଇଥିବ ଏଇ ଜାଗାରେ ଲେଖିବ। ଆଉ ତୁମର ଜିଲ୍ଲାର ପିଲାମାନେ ବ୍ଲକ ଯାହା ବି ହେଇଥିବ ଏଇ ଜାଗାରେ ଲେଖିବ। ଏତିକି ସମସ୍ତେ ଫିଲ୍ଅପ୍ କରିବାର ଅଛି। ଆଉ ଏଇ ଜାଗାରେ ତୁମେ ଟୋଟାଲି ହାତ ମାରିବ ନାହିଁ। ସମସ୍ତେ କ୍ଲିୟର ହେଇଗଲ? ତ ପିଲାମାନେ କ୍ୱେଶ୍ଚନ୍ କ'ଣ ଅଛି ଦେଖିବା। ପିଲାମାନେ ସମସ୍ତଙ୍କୁ କହି ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖ, ଯାହାଦ୍ୱାରା କି ସବୁ କ୍ୱେଶ୍ଚନ୍ ତୁମେ ଜାଣିପାରିବ କେଉଁ କ୍ୱେଶ୍ଚନ୍ କ'ଣ ରହିଛି। ପିଲାମାନେ ଏଠି ତୁମମାନଙ୍କୁ ଦେଖ, ତଳ ଅନୁଚ୍ଛେଦରୁ 6 ନମ୍ବର ପର୍ଯ୍ୟନ୍ତ ଉତ୍ତର ଲେଖ। ପିଲାମାନେ ଏଇଟା ଗୋଟେ ଅନୁଚ୍ଛେଦ ଦେଇଛି, ଏଇ ଅନୁଚ୍ଛେଦଟାକୁ ତୁମକୁ ପଢ଼ିବ। ପିଲାମାନେ ଅନୁଚ୍ଛେଦ ଦେଲାବେଳେ ମୁଁ ତୁମକୁ ବାରମ୍ବାର କହୁଛି, ତୁମମାନଙ୍କ ଏକ୍ଜାମ୍ରେ ଅନୁଚ୍ଛେଦ ଆସିଲେ ତୁମେ କ'ଣ କରିବ ନା ଅନୁଚ୍ଛେଦଟାକୁ ପଢ଼ିବ। ପିଲାମାନେ 2ରୁ 5 ଥର ପିଲାମାନେ ତୁମେ ଅନୁଚ୍ଛେଦଟାକୁ ପଢ଼ିବ। ପଢ଼ିଲେ ହିଁ ତୁମେ ଭଲ କରିପାରିବ। ବୁଝିପାରିଲ? 2ରୁ 5 ଥର ପିଲାମାନେ ଅନୁଚ୍ଛେଦଟାକୁ ଭଲ କରି ପଢ଼ିବ। ସମସ୍ତେ କ୍ଲିୟର ହେଇଗଲ? କ୍ଲିୟର ହେଇଗଲ ସମସ୍ତେ? ଅନୁଚ୍ଛେଦକୁ ପିଲାମାନେ ଭଲ କରି ଟିକେ ପଢ଼ିବ, ପଢ଼ିକି ତୁମେ କ୍ୱେଶ୍ଚନ୍ କରିପାରିବ, ଆନ୍ସର୍ କରିପାରିବ। ବୁଝିପାରିଲ? ଏଠି ଦେଖ ତୁମମାନଙ୍କର କ୍ୱେଶ୍ଚନ୍ ଅଛି। ଫାର୍ଷ୍ଟ କ୍ୱେଶ୍ଚନ୍, ବ୍ୟକ୍ତି ଜଣକ କ'ଣ ଜାଣିବାକୁ ଇତସ୍ତତ ଘୁରି ବୁଲୁଥିଲେ? ବୁଝିପାରିଲ? ବ୍ୟକ୍ତି ଜଣକ କ'ଣ ଜାଣିବାକୁ ଇତସ୍ତତ ଘୁରି ବୁଲୁଥିଲେ? ତୁମମାନଙ୍କର ସେଇଟା ପଢ଼ିବ, ପଢ଼ିଲା ପରେ ଆନ୍ସର୍ କରିବ। ମୁଁ ତୁମମାନଙ୍କୁ ଦେଖେଇଲି ସେଇଗୁଡ଼ିକ ପିଲାମାନେ ୟାରେ 4ଟି ଭିତରୁ ଆନ୍ସର୍ କ'ଣ ହେବ ସମସ୍ତେ କମେଣ୍ଟ କରିପାରିବ। ଦେଖିବା କେତେ ପିଲା ଆନ୍ସର୍ ଦେଉଛନ୍ତି। ବୁଝିପାରିଲ? ବ୍ୟକ୍ତି ଜଣକ କ'ଣ ଜାଣିବା ପାଇଁ ଇତସ୍ତତ ଘୁରି ବୁଲୁଥିଲେ। 2 ନମ୍ବର ହେଉଛି, ମାହୁତଙ୍କ କେଉଁ କାମକୁ ବ୍ୟକ୍ତି ଜଣକ ବିପଦଜନକ ବୋଲି ଭାବିଲେ? ମାହୁତଙ୍କ କେଉଁ କାମକୁ ବିପଦଜନକ ବୋଲି ଭାବିଥିଲେ? ବୁଝିପାରିଲ? ହାତୀ ଦୌଡ଼ିବା ବାନ୍ଧିବା, ଦୌଡ଼ି ବନ୍ଧାଇବା, ହାତୀ ପାଖରେ ଶୋଇବା, ହାତୀକୁ ଧରି ଭିକ୍ଷା ମାଗିବା, ହାତୀକୁ ଲୁହା ଶିକୁଳିରେ ବାନ୍ଧିବା। ବୁଝିପାରିଲ? ଏଇଟା ତୁମେ ସମସ୍ତେ କମେଣ୍ଟ କରିବ। 3 ନମ୍ବର କ୍ୱେଶ୍ଚନ୍ ରହୁଛି, ଛୁଆ ହାତୀଟି ଲୁହା ଶିକୁଳିକୁ ଛିଣ୍ଡାଇ ପାରୁନଥିଲା କାହିଁକି? ପିଲାମାନେ ଛୁଆ ହାତୀଟି ଲୁହା ଶିକୁଳିକୁ ଛିଣ୍ଡାଇ ପାରୁନଥିଲା କାହିଁକି? ବୁଝିପାରିଲ? 4 ନମ୍ବର କ୍ୱେଶ୍ଚନ୍ ରହୁଛି, ବ୍ୟକ୍ତି ଜଣକ ନିଜ ଜୀବନ ପରବର୍ତ୍ତୀ ପଦକ୍ଷେପ କେଉଁଭଳି ନେଇଥିବେ? ବ୍ୟକ୍ତି ଜଣକ ନିଜ ଜୀବନର ପରବର୍ତ୍ତୀ ପଦକ୍ଷେପଟି କେଉଁଭଳି ନେଇଥିବେ? ଏଇଟା ତୁମମାନଙ୍କର 4 ନମ୍ବର କ୍ୱେଶ୍ଚନ୍ ରହୁଛି। ସମସ୍ତେ ବୁଝିପାରିଲ? ତାପରେ ପିଲାମାନେ ଦେଖ 5 ନମ୍ବର କ୍ୱେଶ୍ଚନ୍ ରହିଛି, ଯେପରି ସଂସାରରୁ ପିଲାମାନେ ସଂସାରିକ, ମନେ ରଖ ପିଲାମାନେ ସଂସାରରୁ କ'ଣ ହେଲା ଏଠି ନା ସଂସାରିକ ହେଲା। ତ ସେହିପରି ତୁମେ ସମାଜରୁ କ'ଣ ହେବ ଲେଖିବାର ଅଛି। ବୁଝିପାରିଲ? ସଂସାରରୁ ସଂସାରିକ, ସମାଜରୁ ସାମାଜିକ। ବୁଝିପାରିଲ? ତୁମମାନଙ୍କର ଏଇଟା ଆନ୍ସର୍ ଥିଲା। ତୁମମାନେ ଦେଖ ଏଇଟା ଯଦି ମୁଁ ଆନ୍ସର୍ ଠିକ୍ କହିଛି କି ନାହିଁ ତୁମେ ସେଟା ବି କମେଣ୍ଟ କରିପାରିବ। ବୁଝିପାରିଲ? ଅନେକ ଚେଷ୍ଟା ପରେ ବି ସେ ବିଫଳ ହେଲେ। ପିଲାମାନେ ବିଫଳଟାକୁ ଚେଞ୍ଜ କରିବାର ଅଛି। ଅନେକ ଚେଷ୍ଟା କଲେ ବି ସେ, ଏଇଠି ପିଲାମାନେ ଦେଖ ଅନେକ ଚେଷ୍ଟା କଲେ ବି ସେ ବିଫଳ ହେଲେ। ତ ବିଫଳଟାକୁ ତୁମେ ଚେଞ୍ଜ କରିବାର ଅଛି। ତୁମମାନଙ୍କ ଯେଉଁ ଅଣ୍ଡରଲାଇନ୍ ଗାର ଅଛି ତ ସେଇଟା ଚେଞ୍ଜ କରିବାର ଅଛି। ବାକ୍ୟର ଅର୍ଥ ନବଦାୟୀ ରେଖାଙ୍କିତ ପଦରେ ଅନ୍ୟ ପଦ ଲେଖ। ବୁଝିପାରିଲ? ତ ଏଇଠି ପିଲାମାନେ ବିଫଳ ଜାଗାର ତୁମେ ଏଇଠି ଲେଖିପାରିବ କ'ଣ ନା ସଫଳ ହେଲେ। ବୁଝିପାରିଲ? ସଫଳ ହେଲେ କ'ଣ ଲେଖିବ? ସଫଳ ହେଲେ, ସଫଳ ପିଲାମାନେ ସଫଳ। ବୁଝିଲ? ଅନେକ ଚେଷ୍ଟା ପରେ ବି ସେ ସଫଳ ହେଲେ। ଅନେକ ଚେଷ୍ଟା ପରେ ସେ ବିଫଳ ହେଲେ। ଏଟା ପିଲାମାନେ ବାକ୍ୟଟା ବି ଯାହା ହେଲେ ବି ଗୋଟେ ରଙ୍ଗ ବୁଝଉଛି। ତ ଅନେକ ଚେଷ୍ଟା କଲା ପରେ ବି ସେ ବିଫଳ ହେଲେ। ତୁମମାନେ ବିଫଳ ହଉ, ଆମକୁ କହିଛି କ'ଣ ଏଠି ରେଖାଙ୍କିତ ପଦଟାକୁ ଚେଞ୍ଜ କରିବାର ଅଛି। ତ ବିଫଳ ଜାଗାରେ ଆମେ କ'ଣ ଲେଖିବା ନା ସଫଳ ଲେଖିବା। ସମସ୍ତେ କ୍ଲିୟର ହେଇଗଲ? ତ ଏଇଟି କ୍ୱେଶ୍ଚନ୍ର ଆନ୍ସର୍ ତୁମେ ଏଇଭଳି କରିବ। ତାପରେ ନେକ୍ସଟ କ୍ୱେଶ୍ଚନ୍ ତୁମର ରହିବ, ପଦଟାକୁ ପଢ଼ି ପିଲାମାନେ 7ରୁ 11 ନମ୍ବର ପର୍ଯ୍ୟନ୍ତ ଉତ୍ତର ଲେଖ। ଦେଖ ତୁମମାନଙ୍କର ପଢ଼ି ଦେଉଛି, ଧରଣୀ ମାତା ତପ୍ତ ଆଜି, ଦେହ ତାର ଜ୍ୱର, ବିକଳେ କାନ୍ଦୁଛି ଡାକୁଛି ସିଏ ରକ୍ଷା ତାକୁ କର। ତାତିଛି ତାର ମାଟି ପବନ, ଶୁଖିଗଲାଣି ପାଣି, ବଣ ଜଙ୍ଗଲ ରୂପେ ଦେଖିଲେ ଆଖିରେ ଆସେ ପାଣି। ଆସରେ ଭାଇ ଭଉଣୀ ଯେତେ ଲଗାଅ ସବୁ ଗଛ, ମାଆର ଦେହ କରିବ ଭଲ ଆଉ ସବୁ କାମ ପଛ। ସମସ୍ତେ କ୍ଲିୟର ହେଇଗଲ? ଏଇଟା ବୁଝିଲ? ତାପରେ ପିଲାମାନେ ତୁମମାନଙ୍କୁ କ୍ୱେଶ୍ଚନ୍ ରହିବ। 7 ନମ୍ବର କ୍ୱେଶ୍ଚନ୍ ରହିବ, ରକ୍ଷା ତାକୁ କର। ଏଠାରେ ତାକୁ ପିଲାମାନେ କୁହାଯାଇଛି କ'ଣ?
ପିଲାମାନେ ରକ୍ଷା ଏଟାକୁ କାହା ପାଇଁ କୁହାଯାଇଛି। ଏଠି ପିଲାମାନେ ଆମେ ଦେଖ ଏଇ ଯେ ଆମେ ଯଦି ଦେଖିବା ପିଲାମାନେ ଧରଣୀ ମାତା, ଏଠି ପିଲାମାନେ ଏଠି କ'ଣ ଲେଖିବ? ଏଠି ତୁମମାନେ ଅପସନ୍ ଦେଖିବ ଧରଣୀ ମାତା ଅଛି କି ନାହିଁ? ଅଛି ପିଲାମାନେ ଖ ନମ୍ବର, ତ ଖ ହେଉଛି ଆନ୍ସର୍, ରାଇଟ୍ ଆନ୍ସର୍। ବୁଝିପାରିଲ ପିଲାମାନେ? ମନେ ରଖ ୟାର ଯଦି ଆନ୍ସର୍ ତୁମମାନଙ୍କୁ ଦରକାର ଅଛି ଦେନ୍ ତୁମେ କମେଣ୍ଟ କର। ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖିବ, ଦେଖିଲା ପରେ ହିଁ ତୁମେ କମେଣ୍ଟ କରିବ। ବୁଝିପାରିଲ? କମେଣ୍ଟ କଲେ ହିଁ ଆମେ କ୍ୱେଶ୍ଚନ୍ ନେଇକରି ଆସିବା। ପିଲାମାନେ ଯଦି ଅଧିକା କମେଣ୍ଟ କରୁଛନ୍ତି ଆମେ କ୍ୱେଶ୍ଚନ୍ ଆନ୍ସର୍ ନେଇକରି ଆସିବା। ସମସ୍ତେ ବୁଝିପାରିଲ? 8 ନମ୍ବର କ୍ୱେଶ୍ଚନ୍ ଅଛି ଧରଣୀ ମାତାଙ୍କୁ ଜ୍ୱର ହେବାର କାରଣ କ'ଣ? ପିଲାମାନେ ଧରଣୀ ମାତାଙ୍କୁ ଜ୍ୱର ହେଇଥିଲା ତ ସେଥିରେ କାରଣ କ'ଣ? ପିଲାମାନେ ଧରଣୀ ମାତାର ଜ୍ୱର ଭଲ ହେବାର କେଉଁ ଔଷଧ ଦେବ? ଧରଣୀ ମାତାଙ୍କର ଜ୍ୱର ଭଲ ହେବାକୁ କେଉଁ ଔଷଧ ଦେବ? ବୁଝିପାରିଲ? କ୍ୱେଶ୍ଚନ୍ ସମସ୍ତେ ବୁଝିପାରୁଛ କି? ତ ସେହିପରି ପିଲାମାନେ କ୍ୱେଶ୍ଚନ୍ ରହିବ ଆଖିରେ ପିଲାମାନେ ପାଣି ଆସିବା। ସୋ ଉକ୍ତିଟି କେଉଁ ମଧ୍ୟରୁ ଠିକ୍? ପିଲାମାନେ ଆନନ୍ଦରେ ଆଖି ଓଦା ହେବା, ଆଖିରେ ପାଣି ମାରିବା, ଆଖିକୁ ପାଣି ଧୋଇବା। ବୁଝିପାରିଲ? ଥାର୍ଡଟି ଅଛି ଦୁଃଖରେ ଲୁହ ଆସିବା। କାନ୍ଦୁଛନ୍ତି ତ ଆଖିରେ ପାଣି ଆସିବ। ବୁଝିପାରୁଛ କି? ଯଦି ଆମେ କାନ୍ଦୁଛନ୍ତି ପିଲାମାନେ ଆଖିରେ ପାଣି ଆସେ, ହସିଲେ ଆଖିରେ ପାଣି ଆସେ ନାହିଁ। ବୁଝିପାରିଲ? ଏଠି ଦୁଃଖରେ ଲୁହ ଆସିବା, ଏଇଟା ହେଉଛି ରାଇଟ୍ ଆନ୍ସର୍। ସମସ୍ତେ କ୍ଲିୟର ହେଇଗଲ କି? ତ ଆମେ ଗଛଲତା ଲଗାଇବା କାହିଁକି? ଆମେ ଗଛ ଲଗାଇବା କାହିଁକି? ପିଲାମାନେ ଆମେ କାହିଁକି ଗଛ ଲଗାଇବା? ଏଇଟା ଫାଷ୍ଟ କ୍ୱେଶ୍ଚନ୍। ଆମେ ଗଛ କାହିଁକି ଲଗାଇବା? ପିଲାମାନେ ଗଛ ଲଗାଇଲେ ଆମକୁ ତ ଫାଷ୍ଟ ଖାଦ୍ୟ ମିଳିବ। ଫାଷ୍ଟ 1 ନମ୍ବର ପଏଣ୍ଟ ତୁମେ ଏଇଠି ଲେଖିପାରିବ, ସାର୍ ଖାଦ୍ୟ ମିଳିବ। ବୁଝିପାରିଲ? ତାପରେ ପିଲାମାନେ ବାସଗୃହ ମିଳିବ। କ'ଣ ମିଳିବ? ବାସଗୃହ ମିଳିବ। ତାପରେ ପିଲାମାନେ ତୁମମାନଙ୍କର ମେନ୍ ତ ଯେଉଁଟାକି ତୁମେ ନିଶ୍ୱାସ ପ୍ରଶ୍ୱାସ ନେଉଛ ସେଟା ମିଳିବ, ଅକ୍ସିଜେନ୍। ଏଇଟା ତ ଜାଣିଛ ନାହିଁ? ତ ଅକ୍ସିଜେନ୍ ମିଳିବ। ତ ଏଇଭଳି ପିଲାମାନେ ତୁମମାନଙ୍କର ସବୁ କିଛି ପିଲାମାନେ ଗଛଠାରୁ ହିଁ ଆମେ ପାଇଥାଉ। ବୁଝିପାରିଲ? ତ ସେଥିପାଇଁ ଆମେ ଗଛ ନ ଲାଗିଲେ ଆମକୁ ଏଇଭଳି ଅସୁବିଧା ହେବ। ବୁଝିପାରୁଛ? ତ ଏଇଭଳି ପିଲାମାନେ ତଳ ପଦଟିକୁ ପଢ଼ି ନିଜ ଭାଷାରେ ବୁଝେଇ ଲେଖିବ। ପଦଟି ଦେଇଛି ପିଲାମାନେ, ଏଇଟାକୁ ପଢ଼ିବ, ପଢ଼ି ନିଜ ଭାଷାରେ ତୁମେ ଏଇଟାକୁ ବୁଝେଇକି ଲେଖିବ। ବୁଝିପାରିଲ? ଦେଖ ତୁମମାନଙ୍କର କ'ଣ ଅଛି? ଚକ୍ରଧର ଯିବାକୁ ହେବ ଉଛୁର। ବୁଝିଲ? ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର, ବନକୁ ଗମନ କର ବନମାଳି ଚରଣେ ଲିଙ୍କରେ ହେ କିଙ୍କରେ ହେ। ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର, ବନକୁ ଗମନ କର ବନମାଳି ଚରଣେ ଲିଙ୍କରେ ହେ। ବୁଝିପାରିଲ? ଏଇଟା ତୁମମାନଙ୍କର ଥିଲା ଯେଉଁଟାକି ତୁମେ ପଦଟିକୁ ପଢ଼ିବ, ପଢ଼ି ସାରିଲା ପରେ ୟାର ନିଜ ଭାଷାରେ ତୁମର ଯାହା ବି ଅଛି, ତୁମମାନଙ୍କ ଭାଷା ଯାହା ବି ଅଛି। ବୁଝିପାରିଲ? ଏଠି ଯଦି ମୁଁ ତୁମମାନଙ୍କୁ କହିବି ଏଇ ଜାଗାରେ ତୁମେ ଯଦି ଯେତିକି ପିଲା ସମ୍ବଲପୁରୀ ଅଛ ଟିକେ କମେଣ୍ଟ କରିଦିଅ। ସମ୍ବଲପୁରୀ କେଉଁମାନେ ଅଛ? ତ ସମ୍ବଲପୁରୀ ପିଲାମାନେ ତୁମମାନେ ଯେତିକି ରହିବ ତୁମ ଭାଷାରେ ମଧ୍ୟ ଏଇଟା ଲେଖିପାରିବ। ଏଠି କ୍ୱେଶ୍ଚନ୍ ପଚାରିବେ ସାର୍ ଆମେ ସମ୍ବଲପୁରୀ ଭାଷା ଲେଖିପାରିବୁ? ହଁ ଲେଖିପାରିବ, କିଛି ଅସୁବିଧା ନାହିଁ। ବୁଝିପାରିଲ? ଓଡ଼ିଆରେ ତ ଲେଖୁଛ ବଟ୍ ସମ୍ବଲପୁରରେ ନା। ବୁଝିପାରିଲ? ଏଇଟା ତୁମମାନଙ୍କର ଥିଲା ପିଲାମାନେ 12ଟି କ୍ୱେଶ୍ଚନ୍, ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଲା। ଏତିକି କ୍ୱେଶ୍ଚନ୍ ତୁମେ ଭଲ କରି ପ୍ରାକ୍ଟିସ୍ କରିବ। ବୁଝିପାରିଲ? ୟା ପରେ ପିଲାମାନେ ଦେଖ ଏଗୁଡ଼ିକ ଇମ୍ପୋର୍ଟାଣ୍ଟ ହେବ। ୟା ପରେ ଯଦି ନେକ୍ସଟ ଲେସନ୍ କ୍ୱେଶ୍ଚନ୍ ଦରକାର ଅଛି ଦେନ୍ କମେଣ୍ଟ କର, ଆମେ ନେଇକରି ଆସିବା। ଆଜି ପାଇଁ ଏତିକି ପିଲାମାନେ, ଥ୍ୟାଙ୍କ ୟୁ।